ନମସ୍କାର ଦର୍ଶକ ବନ୍ଧୁ, ଶୁଭ ସନ୍ଧ୍ୟା। ଆଜି ସନ୍ଧ୍ୟା ରହିଛି ଦେଶ ବିଦେଶ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ଯାହା ଆପଣମାନେ 10 ମିନିଟ ସମୟ ଦେଖିପାରିବେ। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଆପଣଙ୍କର ଜିଲ୍ଲାକୁ ଭଲ ପାଉଥିଲେ ଭିଡ଼ିଓଟିକୁ ଲାଇକ୍ କରି ଖବରଟି ଶେଷ ପର୍ଯ୍ୟନ୍ତ ଦେଖିବେ। ଚାଲନ୍ତୁ କଣ ରହିଛି ଖବର, ଚାଲନ୍ତୁ ତାପରେ ନଜର ପକାଇବା। ନମ୍ବର 1, ଆଜି ଆସିବ ସୁଭଦ୍ରା ଟଙ୍କା। ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି। ତେବେ ଆଜି ଆସିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା। ସୁନ୍ଦରଗଡ଼ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର 20 ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଟଙ୍କା ବାଣ୍ଟିବେ। ଏନେଇ ସୁନ୍ଦରଗଡ଼ର ଭବ୍ୟ ଆୟୋଜନ ମଧ୍ୟ କରାଯାଇଛି। ତେବେ ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା 2,67,000 ହିତାଧିକାରୀଙ୍କ ମଧ୍ୟ ଯାଞ୍ଚ ହୋଇଥିବା ବେଳେ ସେମାନଙ୍କ ଆକାଉଣ୍ଟକୁ ଆଜି 5,000 ଟଙ୍କା ପଠାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ସୁଭଦ୍ରା ଯୋଜନାରେ 5 ଲକ୍ଷ ଆକାଉଣ୍ଟ ମିସ୍ମ୍ୟାଚ୍ ହେଉଛି। ଏହାର ସମାଧାନ ପାଇଁ ବର୍ତ୍ତମାନ ସୁଦ୍ଧା ହୋଇପାରିନଥିବା ବେଳେ ବ୍ଲକ ସ୍ତରୀୟ ଭେରିଫିକେସନ ରିପୋର୍ଟ ଯାଇଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତେଣୁ 5 ଲକ୍ଷ ଆବେଦନକାରୀ ଚଳିତ ଥର ଟଙ୍କା ମିଳିବ ନାହିଁ, ସେମାନଙ୍କୁ ଡିସେମ୍ବର ମାସରେ ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଯଦି ଆପଣ ତା ଭିତରୁ ଜଣେ ଅଛନ୍ତି ତାହେଲେ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କୁ ଡିସେମ୍ବର ମାସରେ ମିଳିବ ବୋଲି କୁହାଯାଉଛି। ଆଧାର କାର୍ଡ, ଆକାଉଣ୍ଟ, ମୋବାଇଲ ନମ୍ବର ସଂଯୋଗ କରାଇବା ପରେ ଉକ୍ତ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କାରେ ସାମିଲ କରାଯିବ। ଏହାର ସଚେତନତା ଲାଗି ସରକାରୀ ଅଧିକାରୀ ଘରକୁ ଯିବେ। ସମାଧାନ ହେବା ପରେ ଡିସେମ୍ବର ମାସରେ ପାଇବେ ବୋଲି କୁହାଯାଉଛି। ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ 60 ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ମିଳିସାରିଥିବା ବେଳେ ଡିସେମ୍ବର ମାସ ସୁଦ୍ଧା କୋଟିଏ ହିତାଧିକାରୀ ମହିଳା ସୁଭଦ୍ରା ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି। ଯଦି ଏପର୍ଯ୍ୟନ୍ତ ଆପଣ ସୁଭଦ୍ରା ଟଙ୍କା ପାଇଲେନି, ନିଶ୍ଚିନ୍ତ ଗୋଟିଏ ଲେଖାଏଁ କମେଣ୍ଟ କରିଦିଅନ୍ତୁ। ଆସିଲା ରତ୍ନଭଣ୍ଡାର ରିପୋର୍ଟ। ରତ୍ନଭଣ୍ଡାର ମରାମତି ଏବଂ ରକ୍ଷଣାବେକ୍ଷଣ ତଥା ସଂରକ୍ଷଣ କାର୍ଯ୍ୟ ତୁରନ୍ତ ହାତକୁ ନିଅନ୍ତୁ, ଏସ୍ଆଇ କର୍ତ୍ତୃପକ୍ଷ କହିଛନ୍ତି। ତେବେ କୁହାଯାଉଛି ଯେ ମନ୍ଦିର ପ୍ରଶାସନ ହସ୍ତଗତ ଦେଇଥିବା ସୂଚନା ଅନୁସାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହି ରଖିଛନ୍ତି ଯେ ଏସ୍ଆଇ ପକ୍ଷରୁ ହାଇଦ୍ରାବାଦ ଏବଂ ଏନ୍ଜିନିୟର ଟିମ୍ ସହାୟତାରେ ସର୍ଭେ ହୋଇଥିଲା। ତେବେ ଶ୍ରୀମନ୍ଦିର ପ୍ରଶାସନ ଯତ୍ନବାନ ରହିଛି। ବୈଷୟିକ ରିପୋର୍ଟ ଅନୁସାରେ ହସ୍ତଗତ ହୋଇସାରିଥିବା ତୁରନ୍ତ ରତ୍ନଭଣ୍ଡାର ମରାମତି ଏବଂ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଏସ୍ଆଇ ପକ୍ଷରୁ ଏବେ ଅନୁରୋଧ କରିଛନ୍ତି ଶ୍ରୀ ପାଢ଼ୀ। ଏହା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଶ୍ରୀମନ୍ଦିର ପ୍ରଶାସନ ସହଯୋଗ କରିବ ବୋଲି କହିଛନ୍ତି। ସେପଟେ କାର୍ତ୍ତିକ ମାସ ପଡୁଥିବାରୁ କିଛି ହୋଇନଥିଲା ରତ୍ନଭଣ୍ଡାର କାମ, ଆଉ ରତ୍ନଭଣ୍ଡାର ଗଣତି ମଧ୍ୟ ଜାନୁଆରୀ ମାସ ଶେଷ ସୁଦ୍ଧା ହୋଇଯିବ ବୋଲି କହିଛନ୍ତି। ଜୁଆ ଆଡ୍ଡା ଉପରେ ଚଢ଼ାଉ, 29 ଲକ୍ଷରୁ ଅଧିକ ଟଙ୍କା ଜବତ, ଆଉ 80 ଜଣ ଜୁଆଡି ଗିରଫ। ତେବେ ଦିନକୁ ଦିନ ଗାଁଠୁ ଆରମ୍ଭ କରି ସହରରେ ଏବେ ଜୁଆ ଖେଳ ଚାଲିଛି। ଯୁବପିଢ଼ି ମାନଙ୍କ ମଧ୍ୟରେ ଚାଲିଛି କ୍ରେଜ୍। ତେବେ ଏଭଳି ସ୍ଥିତିରେ 80 ଜଣ ଜୁଆଡିକୁ ଗିରଫ କରିଛି ପୋଲିସ। ଘଟଣାସ୍ଥଳରେ 74 ମୋବାଇଲ ଏବଂ ଜୁଆ ଖେଳର ସାମଗ୍ରୀ ହେଉଥିବା ଜବତ ମଧ୍ୟ କରିଛି ବ୍ୟବହୃତ ସାମଗ୍ରୀ। ଛତିଶଗଡ଼ ସମ୍ବାଦ ନୂଆପଡ଼ା ଜିଲ୍ଲାର ଏବେ ଥାନା ଅଞ୍ଚଳରେ ଏକ ବଡ଼ ଧରଣର ଜୁଆ ଚାଲିଥିବା ବେଳେ କୌଣସି ଖବର ସୂତ୍ରରୁ ପାଇଥିଲା। ଆଉ ଡିଜିପି ଯୋଗେଶ ବାହାଦୁର କୁରାନିଆ ପୁଲିସ ଜୁଆ ଆଡ୍ଡା ଉପରେ ସିଧା ଆକ୍ରମଣ କରିଥିଲେ, ଯାହାଫଳରେ ଜୁଆର ଆଡ୍ଡାରେ ଲୋକମାନେ ଏବେ ଧରା ପଡ଼ିଛନ୍ତି। ତେଣୁ ଏବେ ସମସ୍ତଙ୍କୁ ଚେତାବନୀ ଦିଆଯାଉଛି, କୌଣସି ପ୍ରକାର ଜୁଆ ଓଡ଼ିଶାରେ ଚାଲିବ ନାହିଁ। ଏନେଇ ସରକାରଙ୍କ ତରଫରୁ ମଧ୍ୟ ବଡ଼ ବଡ଼ ଘୋଷଣା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ସ୍ଥିତିରେ କହିଛନ୍ତି ସୁଭଦ୍ରା ଯୋଜନା ଏକ ଏମିତି ଯୋଜନା ଯାହା ମହିଳାକୁ ସ୍ୱାବଲମ୍ବୀ ଆତ୍ମନିର୍ଭରଶୀଳ କରିବ। ତା ସହିତ ମହିଳାମାନେ କିପରି ଉନ୍ନତି ହେବେ ସେ ନେଇକି ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଗୋଟିଏ ପରେ ଗୋଟିଏ ମହିଳାଙ୍କ ପାଇଁ ସବୁ କିଛି ଯୋଜନା କରୁଛନ୍ତି। ଆଉ ଓଡ଼ିଶା ଏକମାତ୍ର ରାଜ୍ୟ ଯିଏକି ସବୁ କିଛି ଅଛି। ଓଡ଼ିଶା ପାଖରେ ସବୁ ଥାଇ ଖାଲି କାର୍ଯ୍ୟରେ ଲଗେଇଲେ ସବୁ କିଛି ସମାଧାନ ହୋଇଯିବ ବୋଲି କହିଛନ୍ତି। 24 ବର୍ଷ ଭିତରେ ଯାହା ହୋଇପାରୁନଥିଲା ଏବେ 6 ମାସ ଏବଂ ବର୍ଷ ଭିତରେ ତାହା ହେଇଯିବ ବୋଲି କୁହାଯାଉଛି। ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଇବେ। ଏଥିପାଇଁ ସୁନ୍ଦରଗଡ଼ରେ ଏକ କାର୍ଯ୍ୟକ୍ରମ ମଧ୍ୟ ହେବ। ତେବେ କୁହାଯାଉଛି ସୁଭଦ୍ରା ଟଙ୍କା ଭଳି ଅନେକ ଯୋଜନା ସବୁ ଆସୁଛି। ପ୍ରଧାନମନ୍ତ୍ରୀ ଯୋଜନାରେ କେତେ ଜଣ ହାତେଇଥିଲେ ବିନା ଅଯୋଗ୍ୟ ହୋଇକି ମଧ୍ୟ ଘର, ଆଉ ତାଙ୍କୁ ମଧ୍ୟ ଯାଞ୍ଚ ଚାଲିଛି। ଯାଞ୍ଚ ଚାଲିବା ପରେ ଯେଉଁମାନେ ଯୋଗ୍ୟ ହିତାଧିକାରୀ ତାଙ୍କୁ ପୁଣି ଘର ଦିଆଯିବ ବୋଲି କୁହାଯାଉଛି। ଆଉ ଯେଉଁମାନେ ଘର ହାତେଇଥିଲେ ତାଙ୍କର କାଗଜପତ୍ର ପୁନର୍ବାର ନିଆଯିବ ବୋଲି କୁହାଯାଉଛି। 2 ଦିନ ପରେ କମିବ 2ରୁ 4 ଡିଗ୍ରୀ ତାପମାତ୍ରା, ପାଣିପାଗ ବିଭାଗର ପୂର୍ବାନୁମାନ। ତେବେ ଆଗାମୀ 4 ଦିନ ଯାଏଁ ରାଜ୍ୟରେ ମୁଖ୍ୟତଃ ପାଗ ଶୁଖିଲା ରହିବ। 2 ଦିନ ଯାଏଁ ରାଜ୍ୟରେ ତାପମାତ୍ରା ବିଶେଷ ପରିବର୍ତ୍ତନ ହେବାର ନାହିଁ। ଅର୍ଥାତ୍ 2 ଦିନ ପରେ 4ରୁ 5 ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ, ଥଣ୍ଡାର ପ୍ରକୋପ ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏନେଇ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ମନୋରମା ସୂଚନା ଦେଇଛନ୍ତି। ତେବେ 27 ତାରିଖରେ ଗଞ୍ଜାମ, ଗଜପତି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। 28 ତାରିଖରେ ଗଞ୍ଜାମ, ଗଜପତି, ମାଲକାନଗିରି, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କୋରାପୁଟରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ତାପରେ ଥଣ୍ଡାର ପ୍ରକୋପ ଏତେ ବଢ଼ିବ ଯେ କହିବାର କଥା ନାହିଁ। ସିଧାସଳଖ ମିଲରମାନେ କୃଷକଙ୍କ ନିକଟରୁ ଧାନ କିଣିପାରିବେ ନାହିଁ, କିଣିଲେ ମିଲ୍ ହେବ ସିଲ୍। ତେବେ ସରକାରଙ୍କ କଥା ଅନୁସାରେ ସିଧାସଳଖ ମିଲରମାନେ କୃଷକଙ୍କଠାରୁ ଧାନ କିଣିପାରିବେ ନାହିଁ। କେବଳ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ମଣ୍ଡିରୁ ଧାର୍ଯ୍ୟ ଦର ଧାନ କିଣିବେ।
ସିଧାସଳଖ ମିଲର ପାଖକୁ ଯିବ ନାହିଁ ଧାନ। ଆଉ ଯଦି ମିଲର ସିଧାସଳଖ ଧାନ କିଣିବେ ମିଲକୁ ସିଲ୍ କରିଦିଆଯିବ। ସେହି ମିଲ୍ କଳା ତାଲିକାଭୁକ୍ତ କରାଯିବ। ନୂଆପଡ଼ାରେ ସେମିତି ଏକ ସାମ୍ନାକୁ ଆସିଥିଲା। ମିଲ୍ ମାଲିକ ମଣ୍ଡିରୁ ଧାନ ନ କିଣି ଏବେ 500 କୁଇଣ୍ଟାଲ 1700 ଟଙ୍କାରେ ମଜୁଦ କିଣିଥିଲେ। ତାକୁ ମଧ୍ୟ ସିଲ୍ କରାଗଲା। ଆଗକୁ ଯେମିତି ଏଭଳି କାମ କିଏ ନ କରିବ ସେ ନେଇକି ମଧ୍ୟ ଚେତାବନୀ ଦିଆଯାଇଛି। ଏଭଳି କହିଛନ୍ତି ରାଜ୍ୟ ସରକାର। ରାଜ୍ୟ କ୍ୟାବିନେଟରେ ଦୁଇଟି ପ୍ରସ୍ତାବକୁ ଅନୁମୋଦନ। ଶିଳ୍ପ ନୀତି 2015ରେ ସଂଶୋଧନ। ଏହି ଶିଳ୍ପ ନୀତି ଆଧାରରେ ଶିଳ୍ପଗୁଡ଼ିକ ପ୍ରୋତ୍ସାହନ ମିଳିବ। ତେବେ କୁହାଯାଉଛି ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ଯାଇଥିଲେ ଭାରତରେ ଆଉ ଦାଦନ ଖଟିବା ପାଇଁ ବା ଯିବାକୁ ପଡ଼ିବ ନାହିଁ ଓଡ଼ିଶାରୁ। ଓଡ଼ିଶାରୁ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏନେଇକି ଓଡ଼ିଶାରେ ବିଭିନ୍ନ ପ୍ରକାର ଚାକିରି ନିଯୁକ୍ତି ମଧ୍ୟ ହେବ। ବଡ଼ ବଡ଼ ଶିଳ୍ପ ମଧ୍ୟ ପ୍ରତିଷ୍ଠା ହେବ। ଏନେଇ ସିଙ୍ଗାପୁର ଗସ୍ତରେ ଯାଇଥିଲେ ଓଡ଼ିଶା କନକ୍ଲେଭ ଏବଂ ଓଡ଼ିଶା ମେକ୍ ଇନ୍ ଓଡ଼ିଶାରେ ଆସିବେ ସବୁ ବଡ଼ ବଡ଼ ଇନଭେଷ୍ଟର ମାନେ, ଯାହାଫଳରେ ଓଡ଼ିଶାରେ ଇନଭେଷ୍ଟମେଣ୍ଟ କରିବେ। ଓଡ଼ିଶାରେ ବଡ଼ ବଡ଼ ପ୍ରକଳ୍ପ ହେବ ଆଉ ଚାକିରି ନିଯୁକ୍ତି ମଧ୍ୟ ମିଳିବ। ତେଣୁ ଓଡ଼ିଶାବାସୀ ଆଉ ବାହାର ରାଜ୍ୟକୁ ଯାଇ ଖଟିବେନି ଦାଦନ, ଏବେ ଏଇଠି ରହି ଚାକିରି କରିବେ। ଏ ନେଇକି ମୁଖ୍ୟମନ୍ତ୍ରୀଙ୍କର ବଡ଼ ପ୍ରୟାସ। ତା ସହିତ ମୁଖ୍ୟମନ୍ତ୍ରୀଙ୍କର ବଡ଼ ଘୋଷଣା ଏସ୍ଏଚଜି ମହିଳାଙ୍କୁ ଋଣ ଛଡ଼ାଯିବ। ତେବେ ପୂର୍ବ ସରକାର ଯେତିକି ଋଣ ନେଇଥିଲେ ତାର ସୁଧ ଛଡ଼ାଯିବ। ଯେତିକି ଋଣ ନେଇଥିଲେ ସେତିକି ଟଙ୍କା ସୁଝିବେ। ଟଙ୍କାଟେ ଏକ୍ସଟ୍ରା ସୁଧ ଦେବାକୁ ପଡ଼ିବ ନାହିଁ। ତା ସହିତ ସ୍କୁଲ ପିଲାଙ୍କୁ ମିଳିବ 5,000 ଟଙ୍କା। ତେବେ କୁହାଯାଉଛି ଜନଜାତି ଅନୁସୂଚିତ ଜାତି ମାଧସିଂ ଯୋଜନାରେ 5,000 ଟଙ୍କା ପ୍ରତି ସ୍କୁଲ ପିଲାଙ୍କୁ ମିଳିବ। ଏନେକି 3,50,000 ଛାତ୍ରଛାତ୍ରୀ ଉପକୃତ ହେବେ। ବଦଳିଲା ଚଳଚ୍ଚିତ୍ର ପ୍ରଥମୀକରଣ ନିୟମ। 5ଟି ବର୍ଗରେ ମିଳିବ ସାର୍ଟିଫିକେଟ। ବଲିଉଡଠୁ ଆରମ୍ଭ କରି ଆଞ୍ଚଳିକ ସିନେମା ପର୍ଯ୍ୟନ୍ତ ଭାରତରେ ପ୍ରତିବର୍ଷରେ ହଜାର ହଜାର ଛୋଟ ବଡ଼ ସିନେମା ନିର୍ମାଣ ହୋଇଥାଏ। କିନ୍ତୁ ସିନେମା ଗୁଡ଼ିକ ସିଧାସଳଖ ପ୍ରେକ୍ଷାଳୟକୁ ଆସୁନାହିଁ। ଫିଲ୍ମରେ କଣ ଦେଖାଇବେ କଣ ଦେଖାଇବେ ନାହିଁ ସେ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ କୁହାଯାଏ। ସେନ୍ସର ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ ଭାରତର ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଅଧୀନରେ ରହିଛି। ଏହା ଭାରତରେ ଚଳଚ୍ଚିତ୍ର ବିତରଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ତେବେ ସିବିଏଫସି 4ଟି ଦଶନ୍ଧିରେ ଅଧିକ ସମୟ ଧରି ଚଳଚ୍ଚିତ୍ର ସାର୍ଟିଫିକେସନ ସମ୍ପର୍କିତ ଏକ ମାନଦଣ୍ଡ ଅନୁସରଣ କରିଛି। ଭାରତର ସେନ୍ସର ଭାରତର ସେନ୍ସର ବୋର୍ଡ ତରଫରୁ ଫିଲ୍ମକୁ 4 ପ୍ରକାର ସାର୍ଟିଫିକେଟ ଦିଆଯାଏ। ଯେଉଁଥିରେ ଅର୍ଥାତ୍ ଏଭଳି ଫିଲ୍ମ ଦେଖିପାରିବେ ସେହିପରି ପ୍ରକାର ସିନେମା ଯାହାକୁ ବୟସ୍କମାନେ ଦେଖିପାରିବେ। ଆଉ ସେହିପରି ୟୁଏ ସିନେମା ଦେଖିବା ପାଇଁ 12 ବର୍ଷରୁ କମ୍ ପିଲାମାନେ ଥିବା ପିତାମାତାଙ୍କ ରହିବା ଜରୁରୀ। ତେବେ ଏସ୍ ବର୍ଗର ଚଳଚ୍ଚିତ୍ର ହେଲା ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ ଦେଖିବା ପାଇଁ ଉଦ୍ଦିଷ୍ଟ ନଥିଲା। ଏମିତି ସବୁ 4ଟି ସାର୍ଟିଫିକେଟ ମିଳିଥାଏ। ଏବେ ତୁରନ୍ତ ସାର୍ଟିଫିକେଟ ନେବା ପାଇଁ ମଧ୍ୟ ନିହାତି ଜରୁରୀ ବୋଲି ସରକାର କହିଛନ୍ତି। ସରକାରଙ୍କର ବଡ଼ ଘୋଷଣା। ପୁରୀ ପ୍ରଶାସନ ଏବେ କହିଛି ଯେ ମନ୍ଦିରର ଚାରିଦ୍ୱାରରେ ଲାଗିବ ଏଲଇଡି ଡିସପ୍ଲେ। ଏଲଇଡି ଡିସପ୍ଲେ ଦ୍ୱାରା ଲୋକମାନେ ଭିତରେ କଣ ହଉଛି ସବୁ କିଛି ସୂଚନା ପାଇପାରିବେ। ଏଣିକି ଭକ୍ତମାନେ ଆଉ ଯିବାକୁ ପଡ଼ିବ ନାହିଁ। ଭକ୍ତମାନେ ବାହାରୁ ମଧ୍ୟ ଦେଖିପାରିବେ କଣ ହଉଛି କଣ ନାହିଁ। ତେଣୁ ବାହାରେ ସବୁ ନିର୍ଦ୍ଦିଷ୍ଟ ସୂଚନା ମିଳିବ ଭକ୍ତମାନଙ୍କ ପାଇଁ। ଏନେ ଚାରିଦ୍ୱାରରେ ଏଲଇଡି ଡିସପ୍ଲେ ଲାଗିବ ବୋଲି କୁହାଯାଉଛି। ସଂସ୍କାର ପ୍ରଦର୍ଶନ ଏବଂ ରୂପାନ୍ତର ଯୋଗୁଁ ଭାରତର ରଣନୀତିକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ସ୍ୱୀକାର କରୁଛି। ଏଭଳି ପ୍ରଧାନମନ୍ତ୍ରୀ କହିଲେ। ତେବେ ଗତ 10 ବର୍ଷ ମଧ୍ୟରେ ସରକାର କାର୍ଯ୍ୟକାରୀ କରୁଥିବା ସଂସ୍କାର ଏବଂ ପ୍ରଦର୍ଶନ ଏବଂ ପରିବର୍ତ୍ତନ ମନ୍ତ୍ର ଯୋଗୁଁ ବିଶ୍ୱ ବର୍ତ୍ତମାନ ଭାରତର ରଣନୈତିକ ଗୁରୁତ୍ୱକୁ ସ୍ୱୀକାର କରୁଛି। ତେବେ ଜର୍ମାନୀର ଷ୍ଟୋଡଗୋଟ୍ ଠାରେ ଏକ ମିଡିଆ ହାଉସରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି ବାହାର ଦେଶମାନଙ୍କରେ ଭାରତ ନାଁ ଚର୍ଚ୍ଚା ହେଉଛି କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଇଁ। ତେବେ ଭାରତରେ କିଭଳି ସଂସ୍କାର ପ୍ରଦର୍ଶନ ଏବଂ କିଭଳି ପରିବର୍ତ୍ତନ ହେଉଛି ସେ ଉପରେ ମଧ୍ୟ ଫୋକସ କରୁଛନ୍ତି ଅନ୍ୟ ଦେଶମାନେ। ଆଉ ଭାରତକୁ ବେଶ ପ୍ରଶଂସା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଇଁକି। ସରିଲା ଐତିହାସିକ ବାଲିଯାତ୍ରା। ଶେଷ ଦିନରେ 10 ଲକ୍ଷ ଲୋକେ। ତେବେ ଐତିହାସିକ ବାଲିଯାତ୍ରା ଶେଷ ଦିନରେ ମିଳିଥିଲା ଜନସମାଗମ। ପ୍ରବଳରୁ ଅତି ପ୍ରବଳ ଭିଡ଼ ଥିଲା। ଢେର ଆଗରୁ ବାରି ହୋଇ ପଡୁଥିଲା। ଫଳରେ ଯାତ୍ରା ପଡ଼ିଆରେ ଲକ୍ଷାଧିକ ଲୋକ ଫସି ଯାଇଥିଲେ। ଏପରି ସ୍ଥିତି ଥିଲା ଯେ ଯାତ୍ରାକୁ ଆସୁଥିବା ଗାଡ଼ି ଗୁଡ଼ିକ ମଧ୍ୟ ଭିନ୍ନ ଭିନ୍ନ ଛକମାନଙ୍କରେ ଅଟକାଇ ପୋଲିସ ରଖିବାକୁ ବାଧ୍ୟ ହୋଇଥିଲା। ସନ୍ଧ୍ୟା 5ଟାରୁ ରାତି 12ଟା ପର୍ଯ୍ୟନ୍ତ ଲାଗିଥିଲା ଭିଡ଼। ବାଲିଯାତ୍ରା ପଡ଼ିଆରେ ଚଳପ୍ରଚଳ ଏବଂ ପାର୍କିଂ ବ୍ୟବସ୍ଥାକୁ ଅଧିକ ଧ୍ୟାନ ଦିଆଯାଇଥିଲା। ସେହିପରି 12ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଶନିବାର ଦିନ ଭିଡ଼ ଯୋଗୁଁ ସମସ୍ତ ଓଲଟପାଲଟ ହୋଇଯାଇଥିଲା। ସନ୍ଧ୍ୟା 5ଟା ବେଳକୁ ସବୁ ପାର୍କିଂ ପଏଣ୍ଟରେ ଯାନବାହନ ଭରପୁର ହୋଇଯାଇଥିଲା। ଫଳରେ ବାଲିଯାତ୍ରା ପଡ଼ିଆ ସଂଲଗ୍ନ ଦୁଇ ପାର୍ଶ୍ୱ ନିର୍ବନ୍ଧରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଶେଷ ଦିନ ବାଲିଯାତ୍ରାରେ 10 ଲକ୍ଷରୁ ଅଧିକ ଲୋକେ ସମାଗମ ହୋଇଥିଲେ। ତେବେ କୁହାଯାଉଛି ପଡ଼ିଆର ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ଫୋର୍ସ ନିଜ ନିଜ କାର୍ଯ୍ୟ ଛାଡ଼ି ଟ୍ରାଫିକ୍ ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳିଥିଲା। ରାତି 12ଟା ବେଳକୁ ପରିସ୍ଥିତି ସ୍ୱାଭାବିକ ହୋଇଥିବା ବେଳେ
ଏପଟେ ଡିସିପି ଜଗମୋହନ ମୁନା ସୂଚନା ଦେଇଛନ୍ତି। ପୁଣି ଆସୁଛି ବାତ୍ୟା। ଜାଣନ୍ତୁ ଓଡ଼ିଶାର ପ୍ରଭାବ ଅଛି କି ନାହିଁ। ଏହି ଦିନରୁ ଆରମ୍ଭ ହେବ ବର୍ଷା। ତେବେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଘୂର୍ଣ୍ଣିବଳୟ। ଆସନ୍ତା 24 ଘଣ୍ଟାରେ ଏହା ଲଘୁଚାପ ରୂପ ନେବ। ପରବର୍ତ୍ତୀ 2 ଦିନ ପଶ୍ଚିମ ଉତ୍ତର ଦିଗରେ ଗତି କରିବ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ହେବ ଅବପାତର ରୂପ। ପରେ ଘନୀଭୂତ ହୋଇ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ବାତ୍ୟା ହେଲେ ତାର ନାଁ ରହିବ ଫେଙ୍ଗାଲ। ତେବେ ବାତ୍ୟାଟି ତାମିଲନାଡୁ ଶ୍ରୀଲଙ୍କା ଉପକୂଳ ମୁହାଁ ହେବ। 25 କିମ୍ବା 26 ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁବ। ଓଡ଼ିଶା ଉପରେ ଲଘୁଚାପ କିମ୍ବା ବାତ୍ୟାର ପ୍ରଭାବ ନ ପଡ଼ିପାରେ ବୋଲି କୁହାଯାଉଛି। ସିଷ୍ଟମ ଉପରେ ଆଇଏମଡି ସ୍ୱତନ୍ତ୍ର ନଜର ରଖିଛି। ବାତ୍ୟାର ତୀବ୍ରତା କେତେ ରହିବ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଲଘୁଚାପ ସୃଷ୍ଟି ପରେ ଭାରତୀୟ ପାଣିପାଗ ବିଭାଗ ଚିତ୍ର ସ୍ପଷ୍ଟ କରିବ। ତେବେ ଏହା ସହିତ ଆଗାମୀ 5 ଦିନ ରାଜ୍ୟରେ ପାଗ ଶୁଖିଲା ରହିବ। 27 ତାରିଖରେ ରାଜ୍ୟରେ କିଛି କିଛି ଜିଲ୍ଲାରେ ବର୍ଷା ହେବ। ସେହିଭଳି ଜଗତସିଂହପୁର କେନ୍ଦ୍ରାପଡ଼ା ସହିତ ଭଦ୍ରକ ପୁରୀରେ ମଧ୍ୟ ଗୋଟେ ଦୁଇଟି ସ୍ଥାନରେ ବର୍ଷା ହେବ ବୋଲି କୁହାଯାଉଛି। ଦିଲ୍ଲୀରେ ପ୍ରଦୂଷଣ ଯୋଗୁଁ ଏବେ ସରକାରୀ ସ୍କୁଲ ବା ବେସରକାରୀ ସ୍କୁଲ ଏବଂ 50% ସରକାରୀ କର୍ମଚାରୀ ଘରେ ବସି କାମ କରୁଛନ୍ତି। ଏନେଇ ସରକାରଙ୍କ ତରଫରୁ ବଡ଼ ଘୋଷଣା। ତେବେ ସ୍କୁଲ ଗୁଡ଼ିକ ବନ୍ଦ କରାଯାଇଛି। ଯେପରି ପାଗ ଏପର୍ଯ୍ୟନ୍ତ ଯଦି ସ୍ୱାଭାବିକ ନ ଆସେ ତେବେ ସ୍କୁଲ ବନ୍ଦ ରହିଥିବ ବୋଲି ସରକାର କହିଛନ୍ତି। ତେବେ ଏତେ ପ୍ରଦୂଷଣ ଯେ ଗୋଟିଏ ଦିନରେ 30ଟି ସିଗାରେଟ୍ ଟାଣିବା ସହିତ ସମାନ। ଦିଲ୍ଲୀର IQ ଏବେ 500 ଉପରେ ଅଛି, ଯାହା ରହିବା କଥା 50ରୁ 100। ତେବେ ସବୁଠାରୁ ଏତେ ପ୍ରଦୂଷଣ ଯୋଗୁଁ ଶ୍ୱାସ ନେବାରେ ମଧ୍ୟ ବାଧାପ୍ରାପ୍ତ ହେଉଛି। ଭିନ୍ନ ଭିନ୍ନ ଧରଣର ରୋଗ ମଧ୍ୟ ସୃଷ୍ଟି ହୋଇପାରେ। ତେଣୁ ଏଭଳି ସ୍ଥିତିରେ ସ୍କୁଲ ବନ୍ଦ କରିଛନ୍ତି ରାଜ୍ୟ ସରକାର। ବଢ଼ିବ କେନ୍ଦ୍ର କର୍ମଚାରୀଙ୍କ ଦରମା। ସପ୍ତମ ବେତନ କମିଶନ କାର୍ଯ୍ୟକାରୀ ହେବାର ଅବଧି ଆଗାମୀ 2026 ଜାନୁଆରୀ ଶେଷ ହେବାକୁ ଯାଉଛି। ପ୍ରତି 10 ବର୍ଷରେ ବେତନ କମିଶନ ବସାଯାଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ଫିଟମେଣ୍ଟ କରାଯାଏ। ସପ୍ତମ ବେତନ କମିଶନ କାର୍ଯ୍ୟକାରୀ କରିବା ଲାଗି ମନମୋହନ ସିଂହଙ୍କ ନେତୃତ୍ୱାଧୀନ ସରକାର 2014ରେ ଫେବୃଆରୀ କମିଶନ ଗଠନ ହୋଇଥିଲା। 2016ରେ ସପ୍ତମ ବେତନ କମିଶନ ଲାଗୁ ହୋଇଥିଲା। ସେହି ଆଧାରରେ 2026ରେ ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ଏବେ କମିଶନ ଗଠନ କରାଯିବାର ଆବଶ୍ୟକତା ରହିଛି। ଏ ସମ୍ପର୍କରେ ସରକାରଙ୍କର କୌଣସି ନିଷ୍ପତ୍ତି ନେଇନାହାନ୍ତି। ତେବେ ଅଷ୍ଟମ ବେତନ କମିଶନ ହେଲେ ସରକାରୀ କର୍ମଚାରୀଙ୍କ ଦରମା ଆହୁରି ବଢ଼ିବ ବୋଲି କୁହାଯାଉଛି। ତେବେ ସରକାରୀ କର୍ମଚାରୀଙ୍କ ମୂଳ ଦରମାରେ 186% ବୃଦ୍ଧି ହେବ। ରିଲିଜ୍ ପୂର୍ବରୁ ବିବାଦରେ ଫସିଲା ପୁଷ୍ପା 2। ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ତାଙ୍କର ବହୁ ପ୍ରତୀକ୍ଷିତ ଆଗାମୀ ଫିଲ୍ମ ପୁଷ୍ପା 2କୁ ନେଇ ଦୀର୍ଘ ବର୍ଷ ଧରି ଅପେକ୍ଷା କରିଥିଲେ, ଯାହା ଖୁବ୍ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। କିନ୍ତୁ ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ ଏକ ବଡ଼ ବିବାଦରେ ଫସିଯାଇଛି। ବାସ୍ତବରେ ଏହି ଫିଲ୍ମ ହରିୟାଣାର ହିସାରରେ ଜୋରଦାର ହଟ୍ଟଗୋଳ ଦେଖିବାକୁ ମିଳିଛି। ହିସାର ଏକ ଜିଲ୍ଲା ଗାଁରେ ଫିଲ୍ମ ବିରୋଧରେ ଅଭିଯୋଗ ହୋଇଛି। ଫିଲ୍ମର ଏକ ଦୃଶ୍ୟ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ଏସହିତ ଏହି ଦୃଶ୍ୟକୁ ଫିଲ୍ମରୁ ହଟାଇବା ପାଇଁ ଦାବି ମଧ୍ୟ କରାଯାଇଛି। ତେବେ ଏ ସମ୍ପର୍କିତ ପୋଲିସ ଏପର୍ଯ୍ୟନ୍ତ ମାମଲା ରୁଜୁ କରିନାହିଁ। ମିଡିଆ ରିପୋର୍ଟ ଅନୁଯାୟୀ ଫିଲ୍ମର ଟ୍ରେଲରରେ ଜାଣିଶୁଣି ଏକ ଧର୍ମର ଭାବନାକୁ ଆଘାତ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଇଶାରାର କୁଲଦୀପ କୁମାର ଏହା ଅଭିଯୋଗ ଆଣିଛନ୍ତି। କୁଲଦୀପଙ୍କ କହିବା ଅନୁଯାୟୀ ଟ୍ରେଲରରେ ଅଲ୍ଲୁ ଅର୍ଜୁନଙ୍କ ଅର୍ଦ୍ଧନାରୀଶ୍ୱର ଭୂମିକାରେ ଦେଖିବାକୁ ମିଳିଛି। ମା କାଳୀଙ୍କ ଏକ ଫଟୋ ଦେଖିବାକୁ ମଧ୍ୟ ମିଳିଛି। ଏହା ଦୃଶ୍ୟ ଧାର୍ମିକ ଭାବନାକୁ ଆଘାତ ଦେଉଛି ବୋଲି ସେ ଅନୁଭବ କରୁଛନ୍ତି। ତେବେ ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର କିଛିଟା ଗୁରୁତ୍ୱପୂର୍ଣ୍ଣ ଖବର। ଏଇଭଳିଆ ଖବର ପ୍ରତ୍ୟେକ ଦିନ ସକାଳେ ଏବଂ ସନ୍ଧ୍ୟାରେ ଦେଖିବା ପାଇଁ ହେଲେ ଆମର ଏଇ ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ଭୁଲିବେନି। ଜୟ ଜଗନ୍ନାଥ।